ଆଜିର କାହାଣୀ ମିଛୁଆ ମଶା। ଥରେ ଗୋଟିଏ ଆମ୍ବ ଗଛରେ ମହୁମାଛିଟିଏ ମହୁଫେଣା ତିଆରି କରି ତା ପିଲାମାନଙ୍କୁ ଜଗି ବସିଥାଏ। ସେହି ଗଛ ମୂଳରେ ଲୋକମାନେ ଅଳିଆ ଗଦା କରିଥାନ୍ତି। କାହାରି ନଜର ନଥାଏ ମହୁଫେଣା ଉପରେ। ସେହି ଅଳିଆ ଗଦା ଉପରେ ମଶାଟିଏ ବୁଲୁଥାଏ। ଧୀରେ ଧୀରେ ଉଡ଼ି ଉଡ଼ି ମହୁଫେଣା ପାଖରେ ପହଞ୍ଚିଗଲା ଓ ଖୁସିରେ ଗୁଣୁ ଗୁଣୁ ହୋଇ ଗୀତ ଗାଉଥାଏ। ସେ ନିଜକୁ ବଡ଼ ସଙ୍ଗୀତଜ୍ଞ ଭାବୁଥାଏ। ଏତିକି ବେଳେ ପୁରୁଷ ମହୁମାଛି ବୁଲି ବୁଲି ଆସି ମହୁଫେଣା ପାଖରେ ପହଞ୍ଚିଲା। ମଶାକୁ ଦେଖିଲା ଓ ତା ଗୀତ ଗାଇବା ଶୁଣି ଖୁସି ହେଲା। ମହୁମାଛି ଖୁସି ହେବାର ଦେଖି ମଶା ତା ନିଜ ଆଡୁ କହିଲା, ଭାଇ, ମୁଁ ତୁମ ପିଲାମାନଙ୍କୁ ଗୀତ ଶିଖାଇବି। ତା ବଦଳରେ ଟିକେ ମୋତେ ମହୁଫେଣାରୁ ମହୁ ଦେବ। ପୁରୁଷ ମହୁମାଛି ଖୁସି ହେଇ ମା ମହୁମାଛିକୁ କହିଲା, ହଇ ହେ ଶୁଣୁଛ, ଆମ ପିଲାମାନଙ୍କୁ ଗୀତ ଶିଖାଇବା ପାଇଁ ସଙ୍ଗୀତଜ୍ଞ ଆସିଛନ୍ତି। ଟିକେ ମହୁ ଦେଲେ ପିଲାମାନଙ୍କୁ ଗୀତ ଶିଖାଇବେ, ବହୁତ ଭଲ ହେବ। ମା ମହୁମାଛି ଭାବିଲା, ଲୋକଙ୍କ ହାତ ଚାପୁଡ଼ାରେ ମଶାର ଜୀବନ ଯାଉଛି। ଏ କେଉଁଠି ସଙ୍ଗୀତଜ୍ଞ ହେଲା, କେବଳ ମହୁଫେଣାରୁ ମହୁ ନେବା ଲୋଭରେ। ମିଛ କହୁଛି, ଦରକାର ନାହିଁ ତା ପାଖରେ। ମୋ ପିଲା ଗୀତ ଶିଖିବେ। ତାଙ୍କ ଇଚ୍ଛା ଥିଲେ ନିଜେ ଶିଖିବେ, ନିଜ ଗୋଡ଼ରେ ନିଜେ ଠିଆ ହେବେ। ତାଙ୍କୁ ଏ ମିଛୁଆ ମଶା ପାଖରୁ ଦୂରେଇ ରଖିବି। ସେଥିପାଇଁ ସେ କହିଲା, ହଉ ହଉ, ମହୁ ନେଇକି ଯାଉଛି। ହେଲେ ଆମ ପିଲାମାନେ ତାଙ୍କୁ ନିଜେ ଖୁଆଇଦେବେ। ଏକଥା ଶୁଣି ମଶା ଡରିଗଲା। ମହୁ ଖୁଆଇବା ବଦଳରେ ଯଦି କୁନି ମହୁମାଛି କାମୁଡ଼ି ଦିଅନ୍ତି, ସେ ଆଉ କୁଆଡ଼କୁ ହେବ ନାହିଁ। ଡରି ମରି ସେଇଠୁ ସେ ଉଡ଼ି ପଳେଇଲା। କାହାଣୀଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। କାହାଣୀଟି କେମିତି ଲାଗିଲା କମେଣ୍ଟ କରନ୍ତୁ। ଏମିତି ସୁନ୍ଦର ସୁନ୍ଦର କାହାଣୀ ନେଇ ପୁଣି ଆସିବି। ଜୟ ଜଗନ୍ନାଥ।